जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आमर आस्ट्रो सेशन आरंभ करवा। ये छोट सेशन आज आम जाना को ग्रह को को देवता कंट्रोल करुछन। जदि को ग्रह खराब अछि काହାର समस्ते कहउछन्ति अमुक मंत्र जप सम्मुख काम कर समस्त मन रखते आचार और परम धर्म आचार गोटे बड़ धर्म किछि नाही। जदि आमे कौनसी देवतांकर आमे ज्योतिषଙ୍କ पाखु जाई जानिले हमर एई ग्रहटी खराब अछि आमे जदि तद संबंधी सेई ग्रहर देवतांकु हृदय सहकारे उपासना କରିବା ତେବେ ସେ ଆମର ରକ୍ଷା କବଚ ହେଇ ଚାଲିବେ ହିଁ ଚାଲିବେ। ତ ଏଇ କ୍ରମରେ ଆଜି ଆମେ ଜାଣିବା କୋଉ ଗ୍ରହର କୋଉ ଦେବତା। ଗ୍ରହ ଓ ଦେବତା ଆଗ ଆମେ ଜାଣିବା ଚରାଚର ଜଗତର ଅଧିପତି ସୂର୍ଯ୍ୟ ନାରାୟଣ। ଭଗବାନ ସୂର୍ଯ୍ୟଙ୍କୁ ସୂର୍ଯ୍ୟ ନାରାୟଣ କୁହାଯାଏ ଏବଂ ସେ ଚରାଚର ଜଗତର ଆତ୍ମା ବୋଲି କହନ୍ତି। ତେଣୁ ସୂର୍ଯ୍ୟଙ୍କୁ ଆମେ ତୁଳନା କରିଛେ ରାମ, ଭଗବାନ ରାମ ଏବଂ ସୂର୍ଯ୍ୟଙ୍କୁ ଆମେ ମାର୍ତ୍ତଣ୍ଡ ଭୈରବ ବୋଲି କହୁ, ମାନେ ମହାଦେବ। ତେଣୁ ଯଦି କାହାର ସୂର୍ଯ୍ୟଙ୍କର ପ୍ରୋବ୍ଲେମ ଆସୁଥିବ କୁଣ୍ଡଲିରେ ତାହେଲେ ସେ ଭଗବାନ ରାମଙ୍କୁ ଭଗବାନ ମହାଦେବଙ୍କୁ ପୂଜା କରିବ, ତାହେଲେ ତାର ସୂର୍ଯ୍ୟ ସମ୍ବନ୍ଧୀୟ ପ୍ରୋବ୍ଲେମ ଟା ଦୂରୀଭୂତ ହବ। ହେଲେ ଚନ୍ଦ୍ରଙ୍କ ଦେବତା କିଏ ନା ଭଗବାନ କୃଷ୍ଣ ଏବଂ ମହାଦେବ ମଧ୍ୟ, କାରଣ ତାଙ୍କୁ ଚନ୍ଦ୍ରଶେଖର ବି କୁହାଯାଏ। ତେଣୁ ଚନ୍ଦ୍ର ସମ୍ବନ୍ଧୀୟ ପ୍ରୋବ୍ଲେମ ହେଲେ ଭଗବାନ କୃଷ୍ଣ ହେଲେ ଭଗବାନ ମହାଦେବଙ୍କୁ ପୂଜା କରିବ। ମାର୍ସ ବା ମଙ୍ଗଳ ଯଦି ହେଲା ତାହେଲେ କିଏ ହେଲେ ନା ଭଗବାନ ହନୁମାନ, ତାପରେ କାର୍ତ୍ତିକେୟ ୟା ନରସିଂହ। ଠିକ ଅଛି। ତାପରେ ଆସିଲା ବୁଧ। ବୁଧ କିଏ ନା ଭଗବାନ ବିଷ୍ଣୁ। ତାପରେ ଆସିଲେ ବୃହସ୍ପତି। ବୃହସ୍ପତି ହଉଛନ୍ତି ଭଗବାନ ଦକ୍ଷିଣାମୂର୍ତ୍ତି, ସେ ମହାଦେବଙ୍କର ହିଁ ଗୋଟେ ରୂପ। ଠିକ ଅଛି। ଶୁକ୍ର ଜଗଦମ୍ବା ଲକ୍ଷ୍ମୀ। ଶନି ଶନି ମହାରାଜଙ୍କର ହନୁମାନ, ମହାଦେବ, ମା କାଳୀ। ରାହୁଦେବ ମା ଦୁର୍ଗା, ମା ସରସ୍ୱତୀ, ଭଗବାନ ଭୈରବ, କେତୁଦେବ ଭଗବାନ ଗଣେଶ। ଏଇ ଯୋଉ ଦେବତା ମାନଙ୍କର ନାଁ ଲେଖିଲି, ଏ ଦେବତା ମାନଙ୍କର ନାଁ ମୁଁ ଏଇଥିପାଇଁ ଲେଖିଲି କି ଏଇ ଦେବତା ମାନେ ଏକ ହି ହେଇଥିଲେ ମଧ୍ୟ ଏଇ ରୂପକୁ ତମକୁ ପୂଜା କରିବାକୁ ପଡିବ। ତେଣୁ ଯୋଉ କୁଣ୍ଡଳୀରେ ଯୋଉ ଗ୍ରହଟି ଅକାରକ ହେଲା, ଯିଏ ଆପଣଙ୍କୁ ପ୍ରୋବ୍ଲେମ ଦେଲା, ଆପଣ ମାନେ ସେଇ ଦେବତାଙ୍କର ଉପାସନା ଯଦି ଆଜନ୍ମରୁ କରିଚାଲିଲେ ତାହେଲେ ଆପଣଙ୍କର ଗ୍ରହଟି ବାଲାନ୍ସ ରହିବ। ମନେ ରଖନ୍ତୁ, ଆଷ୍ଟ୍ରୋଲୋଜିକାଲ ରିମେଡି ର ମିନିଂ ବିଷୟରେ ମୁଁ ଆପଣଙ୍କୁ ଗୋଟେ ସିମ୍ପଲ ଗୋଟେ କନସେପ୍ଟ ବୁଝଉଛି, ଆପଣ ସେଟା ବୁଝିବାକୁ ଚେଷ୍ଟା କରନ୍ତୁ। ଆଚ୍ଛା, ବର୍ଷା ହଉଛି, ଆମେ ଯଦି ବିନା ଛତାରେ ଯିବା ତାହେଲେ ପୁରା ଓଦା ହବା। ଯଦି ଛତା ନେଇକି ଯିବା ଛିଟା ପଡିବ କିନ୍ତୁ ଓଦା କମ ହବା। ଠିକ ସେମିତି ଦେବତା ଉପାସନାରେ ଗ୍ରହ ଶାନ୍ତି ନିଶ୍ଚିତ ଭାବରେ ହୁଏ। ସେଇ ମହାଦେବଙ୍କୁ ଯଦି ଏକ ଆର୍ଡେଣ୍ଟଲି ଭାବରେ ଉପାସନା କରାଯାଏ ତାହେଲେ ନବଗ୍ରହ ଶାନ୍ତି ହେଇଯିବେ। ସେଇ ନାରାୟଣଙ୍କୁ ଯଦି ଏକ ଆର୍ଡେଣ୍ଟଲି ଭାବରେ ଉପାସନା କରାଯାଏ ତାହେଲେ ନବଗ୍ରହ ଶାନ୍ତି ହେଇଯିବେ। ସେ ହନୁମାନଙ୍କୁ ଯଦି ଏକ ଆର୍ଡେଣ୍ଟଲି ଭାବରେ ଉପାସନା କରାଯାଏ ନବଗ୍ରହ ଶାନ୍ତି ହେଇଯିବ। କିନ୍ତୁ ତୁମର ଇଣ୍ଟେନସନ ଆଉ ଏମ ଟା ରହିବା ଦରକାର, ମୁଁ ଉପାସନା କରିବି ନା କି ଗ୍ରହ ଶାନ୍ତି କରିବି। ତେବେ ଆଜିର ଆମେ ଏଇ ଛୋଟ ଲେସନରେ ଜାଣିଲେ ଯେ ଗ୍ରହ ମାନଙ୍କର ଦେବତା କିଏ କିଏ, ଏବଂ ଯଦି କାହାର କୌଣସି ଗ୍ରହ ଖରାପ ଅଛି ତାହେଲେ ଆମେ ତାକୁ କିଭଳି ଭାବରେ କୋଉ ଦେବତାଙ୍କୁ ଉପାସନା କରିକି
ପୂଜା କରିକି ଗ୍ରହ ଶାନ୍ତି ଅର୍ଥେ ନୁହଁ, ସ୍ପଣ୍ଟେନିୟସ୍ ଭାବରେ ଉପାସନା କରିକି ଆମେ ତାଙ୍କୁ ଏଇ ଗ୍ରହର ଚଙ୍ଗୁଲରୁ ଆଜନ୍ମ ମୁକ୍ତି ପାଇପାରିବା। କାରଣ ଆଚାର ପରମ ଧର୍ମ, ଆଚାରଠୁ ବଡ ଧର୍ମ ନାହିଁ। ଯେମିତି ଆଚାର କରିବା ସେମିତି ଆମେ ପାଇବା। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।